ଦିନକୁ ଦିଓଳି ଭାତ ଖାଇବା ତା ପକ୍ଷରେ କଷ୍ଟକର ହୋଇପଡ଼େ। ତାର ସେଇ ଛୋଟିଆ ପରିବାରଟା କେମିତି ସେ ଚଳେଇଛି ତାହା କେବଳ ସେ ହିଁ ଜାଣେ। ପ୍ରତିଦିନ ଯାଏ ପାଖ ଜଙ୍ଗଲକୁ କିଛି କାଠ ସଂଗ୍ରହ କରିବା ପାଇଁ, ଆଉ ସେଇଥିରୁ ଯାହା 2 ପଇସା ରୋଜଗାର କରେ ତାର ପରିବାର ଚଳିଯାଏ। ଭାରି ଦୁଃଖରେ ଥାଏ ସେ, ହେଲେ କାହାରି ଆଗରେ କେବେ ହାତ ପତେଇନି। ଭାରି ସ୍ୱାଭିମାନୀ ଲୋକଟିଏ। ଥରେ ତା ଗାଁକୁ ଜଣେ ସନ୍ନ୍ୟାସୀ ଆସିଲେ, ଆଉ ସେ ମନେ ମନେ ସ୍ଥିର କଲେ ସେ ମଦନାଠାରୁ କିଛି ଭିକ୍ଷା ନେବା ପାଇଁ। ଯେତେବେଳେ ମଦନାକୁ ଯାଇ ଭିକ୍ଷା ମାଗନ୍ତି, ମଦନା ବା ଦବ କ'ଣ? ଯିଏ ନିଜେ ଖାଇବା ପାଇଁ ଭାତ ନାହିଁ ସେ ଅନ୍ୟକୁ ପୁଣି ଭିକ୍ଷା ଦେବ? କିନ୍ତୁ ମଦନା ଥିଲା ଭାରି ସ୍ୱାଭିମାନୀ। ଭିକ୍ଷୁକଙ୍କୁ ଫେରେଇବ ବା କ'ଣ? ସେ ଦିନକରେ ସେ ଯାହା ରୋଜଗାର କରିଥିଲା ସେଇଥିରେ ଯାହା ଡାଲି ଚାଉଳ ଆଣିଥିଲା ସବୁତକ ସନ୍ନ୍ୟାସୀଙ୍କୁ ଦେଇଦେଲା, ଆଉ ତାଙ୍କଠାରୁ ହସି ହସି ଆଶୀର୍ବାଦ ମଧ୍ୟ ଗ୍ରହଣ କଲା। ହେଲେ ସନ୍ନ୍ୟାସୀ ଜଣକ ଯେତେବେଳେ ଫେରନ୍ତି ସେ ମଦନାକୁ କହିଗଲେ, ବାବୁରେ ତୁ କ'ଣ କରୁଛୁ? ସେ କହିଲା, ଆଜ୍ଞା ନିତି ଯାଉଛି, କିଛି କାଠ ସଂଗ୍ରହ କରୁଛି, ପାଖ ବଜାରରେ ବିକୁଛି, ଯାହା 2 ପଇସା ହେଉଛି ରଖୁଛି। କିନ୍ତୁ ସନ୍ନ୍ୟାସୀ ଜଣକ ହସି ଦେଇ କହିଲେ, ବାବୁରେ ତୁ ଆଉ ଟିକେ ଆଗକୁ ଯାଆନ୍ତୁନି, ସେଠି ତୋ ପାଇଁ କେତେ କ'ଣ ଜିନିଷ ପଡ଼ିଛି। ସନ୍ନ୍ୟାସୀଙ୍କ କଥା ଶୁଣି ମଦନା ମନେ ମନେ ସ୍ଥିର କଲା, ହଁ ନିଶ୍ଚୟ ଆଉ ଟିକେ ଆଗକୁ ଯିବି। ସନ୍ନ୍ୟାସୀ ଜଣକ କ'ଣ ଏମିତି କହିଲେଣି? ଏଥର ସନ୍ନ୍ୟାସୀ ଜଣକ ତାଙ୍କ ବାଟରେ ଚାଲିଗଲେ। ଆଉ ତାହା ପରଦିନ ମଦନା ଗଲା ଜଙ୍ଗଲକୁ କାଠ ପାଇଁ। ସନ୍ନ୍ୟାସୀ ଜଣକ କହିବା ମୁତାବକ ସେ ଆଉ ଟିକେ ଆଗକୁ ଯାଇ ଯାହା ଦେଖିଲା ସେ ନିଜେ ମଧ୍ୟ ବିଶ୍ୱାସ କରିପାରିଲାନି। ସେ ଦେଖିଲା ତା ଆଗରେ ଚନ୍ଦନର କାଠ ସବୁ। ସେ ସେଇଥିରୁ କିଛି ସଂଗ୍ରହ କରି ପାଖ ବଜାରରେ ବିକିଲା। ଭଲ ପଇସା ଲାଭ ହେଲା ମଧ୍ୟ। ଆଗ ପରିକା ପରିବାର ଚଳେଇବାରେ ଟିକେ ସୁଦୃଢ଼ ଆସିଲା। ସମସ୍ତେ ହସ ଖୁସିରେ ଚଳିଲେ। ଲୋକମାନେ କିନ୍ତୁ ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି, ଯେଉଁ ମଦନା ଦିନକୁ 2 ମୁଠା ଖାଇବାକୁ ପାଉନଥିଲା ତା ପାଖରେ ଏତେ ଟଙ୍କା। କେହି କିଛି ବି ବୁଝିପାରୁନଥାନ୍ତି। ଏମିତି କିଛି ଦିନ ବିତିଗଲା ପରେ ସେଇ ସନ୍ନ୍ୟାସୀ ଜଣକ ପୁଣି ଆସି ପହଞ୍ଚିଲେ ମଦନା ଘରେ। ମଦନା ଆଗ ପରିକା ସନ୍ନ୍ୟାସୀଙ୍କର ବହୁତ ଚର୍ଚ୍ଚା କଲା, ସମ୍ମାନର ସହିତ ଘରକୁ ନେଲା। ସନ୍ନ୍ୟାସୀ ଜଣକ ପୁଣି ପଚାରିଲେ, ବାବୁରେ ତୋ ପରିବାର କେମିତି ଚାଲିଛି? ମଦନା ହସି ଦେଇ କହିଲା, ଆଜ୍ଞା ସବୁ ଆପଣଙ୍କ କୃପାରୁ ପରିବାର ମୋର ଭାରି ଭଲରେ ଚାଲିଛି। ତୁ ସେଇଠି ରହିଯାଇଛୁ, ଆଉ ଟିକେ ଆଗକୁ ଗଲେ ହୁଅନ୍ତାନି? ଏତିକି କହି ସନ୍ନ୍ୟାସୀ ଜଣକ ଚାଲିଗଲେ ସେଠୁ। ଏଥର ମଦନା ମନେ ମନେ ସ୍ଥିର କଲା, ବୋଧେ ଆଗକୁ ଗଲେ ଆଉ କିଛି ମିଳିବ। ତାର ଲୋଭ ବଢ଼ିଗଲା। ପରଦିନ ସକାଳେ ସେ ଯେତେବେଳେ କାଠ ପାଇଁ ଯାଇଛି, ସନ୍ନ୍ୟାସୀଙ୍କର କହିବା ମୁତାବକ ଆଉ ଟିକେ ଆଗକୁ ଗଲା। ଆଉ ସେଠି ସେ ଯାହା ଦେଖିଲା ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲାନି। ପୁଳା ପୁଳା ସୁନା ରୂପା ଏଣେ ତେଣେ ଗଦା ହୋଇଛି, କେହି ହେଲେ ବି ଲୋକ ନାହାନ୍ତି। ସେଇଥିରୁ କିଛି ସଂଗ୍ରହ କଲା, ପାଖ ବଜାରରେ ନେଇ ବିକ୍ରି କଲା। ଚାହୁଁ ଚାହୁଁ ଆଖି ପିଛୁଳାକେ ଲକ୍ଷପତି ବନିଗଲା। ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଲା। ଏଣିକି ମଦନା ଆଉ ମଦନା ହୋଇକି ନାହିଁ, ମଦନା ବାବୁ ଖଣ୍ଡମଣ୍ଡଳରେ ଏକଇ ଧନୀ, ଯିଏକି ମଦନା ବାବୁ। ଯାହା ହଉ ସନ୍ନ୍ୟାସୀଙ୍କ କୃପାରୁ ମଦନା ଏବେ ମଦନା ବାବୁରେ ପରିଣତ। ଏପଟେ କିଛି ଦିନ ପରେ ସନ୍ନ୍ୟାସୀ ଜଣକ ପୁଣି ଆସିଲେ। ମଦନା ଆଗ ପରିକା ସନ୍ନ୍ୟାସୀକୁ ପ୍ରଣାମ କରି ନିଜ ଘରକୁ ପାଛୋଟି ନେଲା। ଆଉ ସନ୍ନ୍ୟାସୀ ଜଣକ ମଧ୍ୟ ମଦନାର ଉନ୍ନତି ଦେଖି ଭାରି ଖୁସି ହେଲେ, ଆଉ ତାକୁ ଆଶୀର୍ବାଦ ମଧ୍ୟ କଲେ। ହେଲେ ଫେରିଲା ବେଳେ ପୁଣି କହିଲେ, ବାବୁରେ ତୁ ସେଇଠି ରହିଯାଇଛୁ, ଆଉ ଟିକେ ଆଗକୁ ଗଲେ ହୁଅନ୍ତାନି? ଯେତେବେଳେ ସନ୍ନ୍ୟାସୀଙ୍କ ମୁହଁରୁ ମଦନା ଏଇ କଥା ଶୁଣିଛି ତାର ଖୁସି କହିଲେ ନ ସରେ। ସେ ମନେ ମନେ ସ୍ଥିର କରିସାରିଥାଏ, ବୋଧେ ଆଗକୁ ଗଲେ ଆଉ କିଛି ମୂଲ୍ୟବାନ ଜିନିଷ। ସେ ସକାଳୁ ସେୟା ହିଁ କଲା। ଯେତେବେଳେ ଆଉ ଟିକେ ଆଗକୁ ଯାଇଛି ସେ ଯାହା ଦେଖିଲା ନିଜର ପାଦ ଆଉ ମାଟିରେ ଲାଗୁନଥାଏ। ଖୁସିରେ ଭାବ ବିହଳ ହେଇଗଲା। ସେ ଦେଖିଲା ତା ସାମ୍ନାରେ ପୁଳା ପୁଳା ହୀରା, ମୋତି, ଏମିତି କିଛି ମୂଲ୍ୟବାନ ପଦାର୍ଥ ଯାହାକି ପୂର୍ବରୁ ସେ କେବେ ଦେଖିନଥିଲା। ହାତ ପାହାନ୍ତାରେ ଏତେ ସବୁ ଜିନିଷ ଦେଖି କିଏ ବା ଖୁସି ନ ହେବ। ସଙ୍ଗେ ସଙ୍ଗେ ସେଥିରୁ ତୋଳି ଆଣିଲା, ଆଉ ପାଖରେ ରଖି ବହୁତ ବଡ଼ ମଣିଷ ହୋଇଗଲା। ଖଣ୍ଡମଣ୍ଡଳରେ କୋଟିପତିରେ ଗଣା ହେଲା। ସମସ୍ତେ ତାକୁ ସମ୍ମାନ ଦେଲେ।
ହେଲେ ତା ପରଠାରୁ ଆଉ ସନ୍ନ୍ୟାସୀ ଜଣକ ଆସିନାହାନ୍ତି। କୌଣସି ଗୋଟେ କାମରେ ବ୍ୟସ୍ତ ଥାନ୍ତି। ଏପଟେ ମଦନାକୁ ଦେଖ, ଗାଡ଼ି, ବଙ୍ଗଳା, ଟଙ୍କା, ଲୋକ କେଉଁଥିରେ ବି ତାର ଅଭାବ ନଥାଏ, ସବୁଥିରେ ଭରପୁର। କିନ୍ତୁ ମଦନାର ଅହଙ୍କାର ଟିକେ ବଢ଼ିଯାଇଥାଏ। ଈର୍ଷା ଆସିଯାଇଥାଏ ମନ ଭିତରେ କି ସେ ଖଣ୍ଡମଣ୍ଡଳରେ ସବୁଠାରୁ ଧନୀ ବ୍ୟକ୍ତି ମଦନ ମୋହନ ବାବୁ। ଏଣିକି ବୟସ ଗଡ଼ି ଚାଲିଲା। ମଦନାର ଯୁବକ ଅବସ୍ଥା ଚାଲିଗଲା, ଧୀରେ ଧୀରେ ବୃଦ୍ଧରେ ପରିଣତ ହେଲା। ଯେତେବେଳେ ମଦନା ବୃଦ୍ଧରେ ପରିଣତ ହୋଇଛି, ପିଲାଛୁଆମାନେ ଆଉ କେହି ତାର ବୋଲହାକ କଲେନି, କେହି ତାର କଥା ମାନିଲେନି। ସମସ୍ତେ ଈର୍ଷା ଆଉ ଅହଙ୍କାରରେ ବୁଡ଼ି ରହିଲେ। ଟଙ୍କା ପଇସା ତ ସବୁ ଖର୍ଚ୍ଚ କରନ୍ତି, ଗରିବ ଗୁରୁବାଙ୍କୁ ଆଉ କେହି ଦେଖିଲେନି। କାହାର କିଛି ଖାତିର ନଥାଏ। ମଦନା ଭାରି ଅସହାୟ ହୋଇପଡ଼ିଲା। ଯେହେତୁ ବାପା ତାଙ୍କର ଏତେ ଟଙ୍କା କମେଇଛନ୍ତି, ବସିଲେ ଖାଇଲେ ମଧ୍ୟ ସରିବନି। ସମସ୍ତେ ତାରି ଉପରେ ଲକ୍ଷ୍ୟ। ମଦନାର ଭଲ ମନ୍ଦ ଆଉ କେହି ବୁଝିଲେନି। ମଦନା ଯେହେତୁ ବୁଢ଼ା ହୋଇଯାଇଥାଏ, ଏମିତି ପିଣ୍ଡାରେ ବସିଥାଏ, ମନେ ମନେ ଭାବୁଥାଏ, ଠାକୁରେ ଆଉ ମୋତେ ଖୁସି ଲାଗୁନି, ମନରେ ଶାନ୍ତି ନାହିଁ। ଏତେ ଟଙ୍କା ପଇସା କ'ଣ ଯେ କରିବି, ଏମିତି କେତେ କ'ଣ ଭାବୁଥାଏ। ହଠାତ୍ ଦିନେ ସନ୍ନ୍ୟାସୀଙ୍କର ଆଗମନ ହେଲେ। ଆଗ ପରିକା ସନ୍ନ୍ୟାସୀଙ୍କୁ ଦେଖି ମଦନା ଆଉ ହସିଲାନି ସେଦିନ। ସନ୍ନ୍ୟାସୀ କିନ୍ତୁ ହସି ଦେଇ କହିଲେ, କିରେ, କେମିତି ଅଛୁ ମଦନା? ଖୁସିରେ ଅଛୁ ନା? ମଦନା କିନ୍ତୁ କାନ୍ଦି ପକାଇଲା ସେଦିନ। ସନ୍ନ୍ୟାସୀଙ୍କ ପାଦ ତଳେ ପଡ଼ିଗଲା ଆଉ କହିଲା, କାହିଁକି ମୋତେ ଠକିଦେଲ? ତମେ ଜାଣିଥିଲ ନା, ଟିକେ ଆଗକୁ ଗଲେ ଚନ୍ଦନ କାଠ, ତାପରେ ସୁନା ରୂପା, ତାପରେ ହୀରା ମୋତି। ହେଲେ ତମେ ତ ଚାହିଁଥିଲେ ସନ୍ନ୍ୟାସୀକୁ ଭାରି ବଡ଼ ଲୋକ ହୋଇପାରିଥାନ୍ତ। ତା ନକରି ମୋତେ କାହିଁକି ଏମିତି କଲ? ସନ୍ନ୍ୟାସୀ ଜଣକ ଟିକେ ହସି ଦେଇ କହିଲେ, କାହିଁ, ତୋର କ'ଣ ଅସୁବିଧା ହେଲା କି? ତୁ ପୁରା ଭାରି ଦରିଦ୍ର, ଭାରି ଦୁଃଖୀ ଥିଲୁ, ସେଇଥିପାଇଁ ତୋତେ ବାଟ ଦେଖେଇଲି। ହେଲେ ଗୋସାଇଁ, ମୋତେ ଆଉ ଭଲ ଲାଗୁନି। ସେ ଟଙ୍କା ପଇସା, ସୁନା ରୂପା, ଘରଦ୍ୱାର କିଛି ବି ମୋତେ ଖୁସି ଦେଉନି। କେହି ବି ମୋ କଥା ଶୁଣୁନାହାନ୍ତି, କେହି ମୋ କଥାରେ ନାହାନ୍ତି। ସମସ୍ତଙ୍କ ମନରେ ଗର୍ବ ଅହଙ୍କାର ବଢ଼ିଯାଇଛି। ଲୋକମାନେ ମୋତେ କେହି ଭଲ ପାଉନାହାନ୍ତି। ଆଉ ମୁଁ ଏତେ ବଡ଼ ଲୋକ ହୋଇଯାଇଛି ଯେ ମୋ ସହିତ କଥା ହେବାକୁ କାହାର ସାହସ ମଧ୍ୟ ହେଉନି। ଗୋସାଇଁ, କାହିଁକି ମୋତେ ଏମିତି କଲ? କାହିଁକି ମୋତେ ଠକିଦେଲ? ଗୋସାଇଁ ହସି ଦେଇ କହିଲେ, ତୁ ପୁଣି ସେଇଠି ରହିଯାଇଛୁ ମଦନା? ଆଉ ଟିକେ ଆଗକୁ ଯାଇଥିଲେ ହେଇନଥାନ୍ତା? ମଦନା କିନ୍ତୁ ଏଥର ଭୋ ଭୋ ହୋଇ କାନ୍ଦିଲା ଆଉ କହିଲା, ଗୋସାଇଁ, ମୋତେ ଆଉ ଠକନା। ମୁଁ ଆଉ ଆଗକୁ ଯିବାର ଅବସ୍ଥାରେ ନାହିଁ। ଦେଖୁଛ ତ, ପରିଣତ ବୟସରେ ମୋର ଟିକେ ଶାନ୍ତି ଦରକାର। କିନ୍ତୁ ଗୋସାଇଁ ଜଣକ ଆଉ ଟିକେ ହସି ଦେଇ କହିଲେ, ହଁ ରେ ମଦନା, ମୁଁ ତୋତେ ସେଇ ଶାନ୍ତିର କଥା କହୁଛି। ତୁ ଯଦି ଆଉ ଟିକେ ଆଗକୁ ଯାଇଥାନ୍ତୁ ନା, କେତେ ଶାନ୍ତି ପାଇଥାନ୍ତୁ, ଖୁସିରେ ଜୀବନ କାଟିଥାନ୍ତୁ। ତୁ କିନ୍ତୁ ତା ନକରି ସେଇ ହୀରା ପାଖରେ ରହିଯାଇଛୁ ନା। ହଁ ଗୋସାଇଁ, ଭାରି ଲୋଭ ହେଲା, ଆଉ କ'ଣ କରିଥାନ୍ତି। ଭାବିଥିଲି ଏଇ ମୋ ଜୀବନ ପାଇଁ ସବୁ କିଛି। ହେଲେ ଏବେ ବୁଝୁଛି, ମଣିଷର ଶେଷ ସମୟରେ ନା ତାକୁ ଟଙ୍କା ଖୁସି ଦିଏ, ନା ତାକୁ ଧନ ଦୌଲତ, ନା ତାକୁ ମଣିଷ, ନା ତାକୁ ଗାଡ଼ି, ନା ବଙ୍ଗଳା, କିଛି ବି ଖୁସି ଦେଇପାରିବନି। କେବଳ ମଣିଷ ଚାହେଁ ଶାନ୍ତି। ହଁ ରେ ମଦନା, ମୁଁ ତୋତେ ସେଇ କଥା କହୁଛି। ତୁ ଯଦି ଆଉ ଟିକେ ଆଗକୁ ଯାଇଥାନ୍ତୁ, ଦେଖିଥାନ୍ତୁ କେତେ ସାଧୁସନ୍ଥ ଏସବୁରୁ ବାହାରେ। ଲୋଭ, ମୋହ, କାମ, କ୍ରୋଧ ସବୁର ଉପରେ ଆମେ ସବୁ ଜିନିଷକୁ ଛାଡ଼ି ଆମେ କେବଳ ସେ ମହାପ୍ରଭୁଙ୍କୁ ଧ୍ୟାନ କରୁଛୁ, ଭକ୍ତି କରୁଛୁ, ଭଲ ପାଉଛୁ, ଆଉ ଆମ କର୍ମ କରୁଛୁ। ଦେଖିବୁ ସେଇଥିରେ ଯେଉଁ ଶାନ୍ତି ମିଳିବ ନା, ଏସବୁର କିଛି ଆବଶ୍ୟକ ନାହିଁ। ମଦନା ସେଦିନ ସବୁ ବୁଝିପାରିଥିଲା। ତାପରେ ମଦନା ସନ୍ନ୍ୟାସୀଙ୍କୁ ପ୍ରଣାମ କରିଛି। ସନ୍ନ୍ୟାସୀ ଜଣକ ମଦନାକୁ ଶାନ୍ତିର ବାଟ ବତେଇ କୁଆଡ଼େ ଚାଲି ଯାଇଛନ୍ତି, ଆଉ ଫେରି ନାହାନ୍ତି। ନମସ୍କାର ଆଜ୍ଞା। ଛୋଟ କାହାଣୀଟିଏ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ। ଜୟ ଜଗନ୍ନାଥ।